ନାଇଁ ମୋ ଠାକୁରେ ଆପଣଙ୍କ ପାଖରେ ଅଛନ୍ତି ସେଇ କଥା ଖାଲି ମନେ ରଖିଥାଉ। ହରିମାଲ ଭାଇ ଆସୁଛନ୍ତି ନା ଆଜ୍ଞା? ଭାଇ ଗୁରୁସ୍ୱାମୀ ଆଉ ଭଲ ଅଛ? ଆଜ୍ଞା ସେ ହରିପାଲ ଭାଇ ଆଇଲେ କହିବେ ମୁଁ ଟିକେ ଫୋନ କରିଥିଲି ବୋଲି। ହଁ ହଁ ଫୋନ ତ ଏବେ ତ ସେ ସଟଡାଉନ ଲକଡାଉନ ଲାଗି ଆସୁନାହାନ୍ତି। ଫୋନ ରେ ସତ୍ସଙ୍ଗ ଚାଲିଛି, ଫୋନ ରେ ଯାହା କହିବାର ଥିଲେ କହିଦେବେ। ମୁଁ ଆଉ ତାଙ୍କ ନମ୍ବର ଜାଣିଛି ନାହିଁ। ନାଇଁ ନମ୍ବର ଟା ଦେଇଦବୁ ଆମେ ନହେଲେ। ହଁ ଆପଣ ଟିକେ ଦେଲେ କେତେବେଳେ ଟିକେ ତାଙ୍କ ସହିତ କଥା ହେଲେ ଗୋଟେ ଭଲ ଆତ୍ମାଟେ। ସିଏ ତ ଡାଇରେକ୍ଟ ଠାକୁରଙ୍କ ସହିତ ଯୋଗାଯୋଗ କଲା ବାଲା। ବୁଝିଲେ ଆମର ଏଠି ଯେତେକ ମୁଖ୍ୟ ମୁଖ୍ୟ ଭାଇ ମାନେ ପରଶୁରାମ ରାଗ, ସେ କଣ ଜଣା ସେ ଗୋଟେ ମୂର୍ଖଟେ, ତାକୁ ହିଁ ଠାକୁର ଦର୍ଶନ ଦେଇ ଦଉଛନ୍ତି, ତାକୁ ହିଁ ଠାକୁର କହିଦଉଛନ୍ତି ବୋଲିକିରି ବିରୋଧୀ କରୁଛନ୍ତି। ସେଠି ପରା ଆପଣଙ୍କର ଅଇଠା ପାଲିଆ ଯେତେବେଳେ ଠାକୁର 90 ଦିନ ଥିଲେ, ମୁଁ ଆଉ ଠାକୁର ଗୋଟେ ରୁମରେ, ମୁଁ ସେଠି ପଚାରି ନଥିଲି କି ହରିପାଲ ଭାଇ ଆଜ୍ଞା ସୁଖ ଦର୍ଶନ କରୁଛି ଆପଣଙ୍କର ଏଠିକି ତ ଆସୁନେ, ଠାକୁର ତମେ ଏଠିକି ଆସିବା କଣ ଦରକାର, ସେ ତ ସେଠି ଦର୍ଶନ ପାଉଛନ୍ତି କହିଲେ। ଏ କଥା କାହାକୁ କହିବି ମୁଁ? ହଁ ତ ବୋଲେ ଏମାନେ କେହି ସତ୍ୟ କରୁନାହାନ୍ତି, ତାକୁ ଯୋଉ ଗାଳି ଯାହା କରିକି ଯାହା ମୁହଁରେ ଯାହା ହେଲା କହୁଛନ୍ ବୋଲେ କହିଲେ ଶୁଣ, ଯିଏ କହିବ ତାର ଫଳ ସିଏ ଭୋଗିବ। ଛୋଟା ଭାଇ ତାର କଣ ଟା ଦେଖି ପକାଇଲା ଯେ ଏଇଟା ଗୁରୁ ବୋଲିକିରି ଭିଡି ଧରିଛି, ତାକେ ସେ ଚାନ୍ଦ ଭିଡି ଧରିଛି। ଆଉ କାହାକୁ ଶୁଣନ୍ତା ଆପଣ ହରିପାଲ ଭାଇ କି ଗୁରୁ ବୋଲି କହୁଛନ୍ତି କି? ନାଇଁ ସେମିତି ମାନେ ଯେହେତୁ ସେ ଆମକୁ ଶିକ୍ଷା ଦଉଛନ୍ତି କହୁଛନ୍ତି ସେଇ ଇଏ ବାବଦରେ ଗୁରୁ ସ୍ୱାମୀ, ଗୁରୁ ଭାଇ, ଗୁରୁଦେବ ଏନ୍ତା ଟିକେ କୁହାହଉଛି। ସେଟା ତ କହିବାକୁ ପଡିବ ଆଜ୍ଞା। ଯେହେତୁ ଆମେ ତ ତାକୁ ଗୁରୁ ନାଇଁ କରି, କିନ୍ତୁ ଭାବନାରେ ଯାହା ଆମକୁ ଶିକ୍ଷା ଦଉଛନ୍ତି। କୁହନ୍ତୁ ନା ଆପଣ ମତେ ଉପଦେଶ ଦେବେ, ମୁଁ ଆପଣଙ୍କୁ ମାନିବି ନା ନାହିଁ? ସେଇଟାରେ ଅଲଗା ଜଣେ ରାଗିଲେ ଲାଭ କଣ? ବୋଲେ ସେ ଯେହେତୁ ଠାକୁରଙ୍କୁ ସବୁ ବୁଝିକିରି ତା କଥା ଗୁଡାକ ସବୁ ବତଉଛନ୍ତି। ଇଆ କହିଲେ ସେଇଆ କହିଲେ, ଯାହାର ଭଲ ମନ୍ଦ ହେଇଥିଲେ ବି ଇଏ କରୁଛନ୍ତି। ନୂଆ ମାନେ ଆମ ଘରେ ଗୋଟେ ବିପଦ ପଡିଛି, ଏଇ ଗୋଟେ ଅଢିଆ ତମକୁ ଦେଲେ ଆମର କଟିଯିବ, ସେଗୁଡାକ ବି ନଉଛନ୍ତି। ସେ ଠକୁଥିଲେ, ତା ଫଳ ସିଏ ପାଇବେ। ଶୁଣନ୍ତୁ ନା, ଖାଲି ଗୋଟେ କଥା